ଭ୍ୟାଲ୍ୟୁ ହେବ 2,30,000। ଏହି ଆଉ ବ୍ୟକ୍ତିଙ୍କ ନାଁରେ ଅନ୍ୟ ତାଙ୍କ କିଛି ମାମଲା? ଦେଖନ୍ତୁ ଆଜି ଆମ ଟିମ୍ ଯେଉଁ ଅଛନ୍ତି ମୋବାଇଲ ଟିମ୍ ତାଙ୍କ ପାଖରେ ଇନଫର୍ମେସନ୍ ଥିଲା କି କିଛି ବ୍ରାଉନ୍ ସୁଗାର ଯେଉଁଟା ହେରୋଇନ୍ କହୁଛନ୍ତି, ତ ସେଇ ଜିନିଷଟା ମାନେ ଗୋଟେ ଜାଗାରେ କିଛି ସେଲ୍ ପଏଣ୍ଟ ଅଛି, ସେଇଠି ସେଲ୍ କରିବା ପାଇଁ ପିଲାଟେ ଠିଆ ହେଇଛି ବୋଲି ଖବରଟେ ଥିଲା। ଆଉ ସେଇ ହିସାବରେ ଆମ ଟିମ୍ ଯାଇଥିଲେ, ସେଇଠି ଛପିକି ଥିଲେ, ଯେଉଁଟା ହେଉଛି ଆମର ପଶ୍ଚିମେଶ୍ୱର ଶିବ ମନ୍ଦିର ପ୍ରଗତି ନଗର ଅନୁଗୁଳର, ସେଇଠି ୱେଟ୍ କରିଥିଲେ। ତ ସେଇ ଟାଇମ୍ରେ ଗୋଟେ ପିଲାଟାକୁ ଡିଟେନ୍ କରିଥିଲେ ଆଉ ତା ପାଖରୁ ରିକଭରି କରିଥିଲେ 23 ଗ୍ରାମର ବ୍ରାଉନ୍ ସୁଗାର। ମାନେ ଅନୁମାନିକ ମୂଲ୍ୟ କେତେ ହେବ? ତାର ଭ୍ୟାଲ୍ୟୁ ହେବ 2,30,000। ଏହି ଆଉ ବ୍ୟକ୍ତିଙ୍କ ନାଁରେ ଅନ୍ୟ ତାଙ୍କ କିଛି ମାମଲା? ନାଇଁ ଆଗରୁ ତାଙ୍କ ନାଁରେ ତ କିଛି ନାହିଁ। ଆଉ ସିଏ ହେଉଛନ୍ତି କ୍ରିଷ୍ଣା ଗୋଚ୍ଛାୟତ ଆଉ କୁମଣ୍ଡ ଏରିଆର ସିଏ। ଆଉ ମ୍ୟାଡ଼ାମ ତାଠାରୁ କଣ ଜବତ ହେଇଛି? ନାଇଁ ଆଉ ତ ସେମିତି କିଛି ଜବତ ହେଇନି। ନାଇଁ ଦେଖନ୍ତୁ ଆମେ ତ ଇନଭେଷ୍ଟିଗେସନ ଚାଲିଛି, ସେଟା ପରେ ସବସିକ୍ୱେଣ୍ଟଲି ଜଣା ପଡିବ ଆମକୁ। ନାଇଁ ସେ ଠିଆ ହେଇଥିଲେ ପିଲାଟା ବିକ୍ରି ପାଇଁ? ବିକ୍ରି ପର୍ପୋଜରେ ହିଁ ସେ ଠିଆ ହେଇଥିଲେ। ଥ୍ୟାଙ୍କ ୟୁ।